ସମସ୍ତଙ୍କୁ ନମସ୍କାର। ଏଜୁ ଇନଫୋ ମାଷ୍ଟର ଚ୍ୟାନେଲର ଆଉ ଏକ ନୂଆ ଭିଡ଼ିଓକୁ ଆପଣମାନଙ୍କୁ ସ୍ୱାଗତ ଜଣାଉଛି। ଜନଗଣନା 2027ର ପ୍ରଥମ ପର୍ଯ୍ୟାୟ ଆରମ୍ଭ ହୋଇଯାଇଛି। ଆରମ୍ଭ ହେବା ଦିନଠାରୁ ଆମର ଯେଉଁ ଶିକ୍ଷକ ଭାଇ ଭଉଣୀମାନେ ଏନୁମିନେଟର ଏବଂ ସୁପରଭାଇଜର ହିସାବରେ ନିଯୁକ୍ତି ହୋଇଛନ୍ତି, କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ଏଇ ପ୍ରବଳ ଯେଉଁ ଖରାରେ ମଧ୍ୟ ଘର ଘର ବୁଲି ତଥ୍ୟ ସଂଗ୍ରହ କରୁଛନ୍ତି, ନିଜର 100% ଦେଉଛନ୍ତି, ନିଜର ଯେଉଁ ଧୈର୍ଯ୍ୟ ସହିଷ୍ଣୁତାକୁ ବାରମ୍ବାର ଦେଖାଇ ଯେତେ ମାଡ଼ ଗାଡ଼ି ପରିହାସ ବାଧା ବିଘ୍ନ ଅମାନବୀୟ ବ୍ୟବହାର ସହିତ ବିଭିନ୍ନ ଆପଣ ଅପ୍ରୀତିକର ଘଟଣା ଦୁର୍ବ୍ୟବହାରର ରିପୋର୍ଟ ଅଲରେଡ଼ି ଆପଣ ସୋସିଆଲ ମିଡ଼ିଆରେ ନ୍ୟୁଜ୍ରେ ଆପଣ ଦେଖିଛନ୍ତି। ତ ଆମର ଶିକ୍ଷକ ଭାଇ ଭଉଣୀମାନେ ଦାବି କରି ଆସୁଥିଲେ ଯେ ଆମର ସୁରକ୍ଷା ପାଇଁ ସରକାର କୌଣସି ଏସ୍ଓପି ଆଣିବା ଦରକାର। ତ ଫାଇନାଲି ସରକାରଙ୍କ ତରଫରୁ ଆମର ଏନୁମିନେଟର୍ସ ଆଉ ସୁପରଭାଇଜରଙ୍କ ପାଇଁ ଏସ୍ଓପି ଆସିଯାଇଛି। ଆପଣମାନେ ବି ଦେଖିଥିବେ ଯେ ଶିକ୍ଷକମାନେ ପୁରା ହୋପଲେସ୍ ହେଇ ପଡ଼ିଥିଲେ ଯେ ଏଇ ପ୍ରକାର ଘଟଣା ଅଧିକାଂଶ ସ୍ଥାନରେ ଘଟୁଥିଲା। ତା ସହିତ ଶିକ୍ଷକଙ୍କ ବିପକ୍ଷରେ ଯେଉଁ ମନ୍ତବ୍ୟ ଆପଣମାନେ ଦେଖିଥିବେ ସୋସିଆଲ ମିଡ଼ିଆରେ କେଉଁ ପ୍ରକାର ଚାଲିଛି। ଆପଣଙ୍କର ଯେତେ ସବୁ ଭିଡ଼ିଓ ଅଛି ତା ତଳେ କମେଣ୍ଟ ସେକ୍ସନରେ ଆପଣ ଦେଖୁଥିବେ ଯେ ଶିକ୍ଷକଙ୍କ ବିପକ୍ଷରେ ଅଧିକାଂଶ ମନ୍ତବ୍ୟ, ସପକ୍ଷରେ ବି ମନ୍ତବ୍ୟ କିଛି ରହିଛି, କିନ୍ତୁ ତାହା ସମୁଦ୍ରକୁ ଶଙ୍ଖେ ଭଳିଆ। ତା ସହିତ ଯେଉଁ ଜାଗାକୁ ଆପଣ ଯାଆନ୍ତୁ ଶିକ୍ଷକମାନଙ୍କ ପ୍ରତି ଯେଉଁ ଅସହିଷ୍ଣୁ ହେଇକି ଲୋକମାନେ ଅଛନ୍ତି, କ'ଣ ତା'ର କାରଣ କ'ଣ ସେ କଥା ତ ଜଣା ନାହିଁ। କିନ୍ତୁ ଯେଉଁ ଲୋକମାନେ ଯେଉଁ ଆପଣଙ୍କର ମାନବିକତା ହରେଇ ବସିଛନ୍ତି, ଶିକ୍ଷକମାନେ ଯେଉଁ ଘରକୁ ଯାଉଛନ୍ତି ତାଙ୍କୁ ଯେଉଁ ପ୍ରକାର ଦୁର୍ବ୍ୟବହାର ଦେଖାଯାଉଛି, ଯେଉଁ ପ୍ରକାର ପରିହାସ କରାହେଉଛି, ଯେଉଁ ପ୍ରକାର କାମରେ ତାଙ୍କୁ ବାଧା ଦିଆହେଉଛି, ତା ସହିତ ଯେଉଁ ଅମାନବୀୟ ବ୍ୟବହାରର ସମ୍ମୁଖୀନ ଆପଣ ଦେଖିଥିବେ। ତ ଆମର ଏନୁମିନେଟର ଆଉ ସୁପରଭାଇଜରଙ୍କର ସୁରକ୍ଷାରେ ଏକ ପ୍ରଶ୍ନବାଚୀ ହେଇଥିଲା। ତ ତା ପାଇଁ ଏସ୍ଓପି ଆସିଯାଇଛି। ଚାଲନ୍ତୁ ଦେଖିବା କ'ଣ ରହିଛି ଏସ୍ଓପି। ଏସ୍ଓପିଟି ଆପଣଙ୍କର ଆସିଛି ଆଡ଼ିସନାଲ୍ ଚିଫ୍ ସେକ୍ରେଟାରୀ ଡକ୍ଟର ଅରବିନ୍ଦ କୁମାର ପାଢ଼ୀ, ରେଭିନ୍ୟୁ ଆଣ୍ଡ ଡିଜାଷ୍ଟର ମ୍ୟାନେଜମେଣ୍ଟ ଡିପାର୍ଟମେଣ୍ଟ, ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା। ଲେଟରଟି ଆପଣଙ୍କର ଓଡ଼ିଶାର ସମସ୍ତ ଜିଲ୍ଲାର କଲେକ୍ଟର କମ୍ ପ୍ରିନ୍ସିପାଲ ସେନ୍ସସ୍ ଅଫିସର, ଅଲ୍ ମ୍ୟୁନିସିପାଲ କମିଶନର କମ୍ ପ୍ରିନ୍ସିପାଲ ସେନ୍ସସ୍ ଅଫିସର, ଅଲ୍ ସୁପରିଟେଣ୍ଡେଣ୍ଟସ୍ ଅଫ୍ ପୋଲିସ। ତା ସହିତ ସବଜେକ୍ଟ ରହିଛି ଷ୍ଟାଣ୍ଡାର୍ଡ଼ ଅପରେଟିଂ ପ୍ରୋସିଡ଼ିଓର, ଏସ୍ଓପି ଫର୍ ସେଫ୍ଟି ଆଣ୍ଡ ସିକ୍ୟୁରିଟି ଅଫ୍ ସେନ୍ସସ୍ ଫଙ୍କସନାରିଜ୍। ଯେଉଁ ଆମର ଫଙ୍କସନାରିଜ୍ ରହିଛନ୍ତି ଆପଣଙ୍କର ବିଭିନ୍ନ ଯେଉଁ ଏନୁମିନେଟର ଆପଣଙ୍କର ସୁପରଭାଇଜର, ତାଙ୍କ ପାଇଁ ତାଙ୍କର ସୁରକ୍ଷା ପାଇଁ ଯେଉଁ ଆମର ଏସ୍ଓପିଟି ଯେଉଁ ମାନକ ପରିଚାଳନା ପଦ୍ଧତି ଏସ୍ଓପିଟି ରହିଛି। ଚାଲନ୍ତୁ ଦେଖିବା କ'ଣ ଦ ଫାର୍ଷ୍ଟ ଫେଜ୍ ଅଫ୍ ସେନ୍ସସ୍ 2027 ଦ୍ୟାଟ୍ ଇଜ୍ ଦ ହାଉସ୍ ଲିଷ୍ଟିଂ ଆଣ୍ଡ ହାଉସ୍ ସେନ୍ସସ୍ ଇଜ୍ କରେଣ୍ଟଲି ଅଣ୍ଡରୱେ in the state from 16th April 2026 and will continue until 15th May 2026। ଆପଣଙ୍କର ପ୍ରଥମ ପର୍ଯ୍ୟାୟରେ ଯେଉଁ ଆପଣ ହାଉସ୍ ଲିଷ୍ଟିଂ କାମ ଚାଲିଛି ସିଏ ଆପଣଙ୍କର ଏପ୍ରିଲ 16ରୁ ଆପଣଙ୍କ ମେ 15 ପର୍ଯ୍ୟନ୍ତ ଯେଉଁ ଚାଲୁ ରହିବ। During this phase, enumerators are visiting household to collect data on housing condition, household amenities and asset possessed by household। ଆପଣମାନେ ଯେଉଁ ଏନୁମିନେଟର୍ସ ମାନେ ରହିଛନ୍ତି ସେମାନେ ଘର ଘର ଯାଇକି ଆପଣଙ୍କର ତଥ୍ୟ ସଂଗ୍ରହ କରୁଛନ୍ତି। ଯେଉଁ 34 ପ୍ରକାର ପ୍ରଶ୍ନ ରହିଛି ସେ ତଥ୍ୟ ସଂଗ୍ରହ କରୁଛନ୍ତି। ତ ସେଇ ତାଙ୍କର ଯେଉଁ ସୁରକ୍ଷାକୁ ଆଖି ଆଗରେ ରଖିକି ଆପଣଙ୍କର ଯେଉଁ ସମସ୍ୟାର ଗମ୍ଭୀରତାକୁ ଦେଖିକି ଆପଣଙ୍କର ସରକାରଙ୍କ ପକ୍ଷରୁ ଯେଉଁ ଆସିଯାଇଛି ଆପଣଙ୍କର ଏସ୍ଓପି। ତ କ'ଣ ରହିଛି ପ୍ରଥମ ପଏଣ୍ଟ ଚାଲନ୍ତୁ ଦେଖିବା। ଆପଣମାନେ ନିଜର ସୁରକ୍ଷାର ଅଧିକାର ବିଷୟରେ ମଧ୍ୟ ଜାଣି ରଖିବା ଦରକାର। କୌଣସି ଅପ୍ରୀତିକର ପରିସ୍ଥିତି ହେଲା ମାନେ ଆପଣ ଏଇ ପଦକ୍ଷେପ ଗ୍ରହଣ କରିବେ। ତ ଦେଖନ୍ତୁ ପ୍ରଥମ ଦିଆହେଇଛି ଆଇଡେଣ୍ଟିଫିକେସନ୍ ଆଣ୍ଡ ଅଥରାଇଜେସନ୍। ଏନୁମିନେଟର୍ସ ଆଣ୍ଡ ସୁପରଭାଇଜର୍ସ ମଷ୍ଟ ୱେୟାର ଦେୟାର ଅଫିସିଆଲ ଆଇଡି କାର୍ଡ଼ସ୍ ଏଟ୍ ଅଲ୍ ଟାଇମ୍। ଆପଣଙ୍କର ଯେଉଁ ଏନୁମିନେଟର୍ସ ଆଉ ସୁପରଭାଇଜର ମାନେ ସବୁବେଳେ ସେମାନଙ୍କ ଯେଉଁ ଦିଆହେଇଛି ଆପଣଙ୍କର ପରିଚୟ ପତ୍ର ବା ଆଇଡି କାର୍ଡ଼ ସବୁବେଳେ ଆପଣ ପିନ୍ଧିକି ରଖିବେ। ଦେ ମଷ୍ଟ ଅଲସୋ କ୍ୟାରି ଦେୟାର ଆପଏଣ୍ଟମେଣ୍ଟ ଲେଟର୍ସ ଡ୍ୟୁରିଂ ଫିଲ୍ଡ ଡ୍ୟୁଟିଜ୍। ଆପଣ ଫିଲ୍ଡ ଡ୍ୟୁଟି ଯେଉଁ ସମୟରେ ବି କରୁଛନ୍ତି ଆପଣ ଆପଣଙ୍କର ଯେଉଁ ଆପଏଣ୍ଟମେଣ୍ଟ ଲେଟର୍ ବା ନିଯୁକ୍ତି ପତ୍ର ଆପଣ ସବୁବେଳେ ପାଖରେ ରଖିବେ।
सेफ वर्किंग आवर एंड हेल्थ प्रिकसन आपनको निरापद कार्य एवं स्वास्थ्य सतर्कता कौन ना E&S माने आपनकर एनुमिनेटर एंड सुपरवाइजर शुड adhere टू डेजिग्नेटेड फील्ड विजिट टाइमिंग एंड एवॉइड वर्किंग ड्यूरिंग पीक हिट आपनको जो 11 ରୁ 3ଟା ସମୟରେ ଆପଣ ଜମାରୁ କାର୍ଯ୍ୟ କରନ୍ତୁ ନାହିଁ ତା ପାଇଁ ସରକାର ମଧ୍ୟ ଆପଣଙ୍କର ଟାଇମ୍ ଲାଇନ୍ ଜାରି କରିଦେଇଛନ୍ତି ଯେ ଆପଣ ଯେଉଁ 6ଟାରୁ 11ଟା ଆଉ ଆପଣଙ୍କର 3ଟାରୁ 5ଟା ଯେଉଁ ଦିଆହେଇଛି ସମୟ ସୀମା ଭିତରେ ହିଁ ଆପଣ କାର୍ଯ୍ୟ କରିବେ ନେସେସରୀ ପ୍ରିକସନ୍ ମଷ୍ଟ ବି ଟେକେନ୍ ଟୁ ପ୍ରିଭେଣ୍ଟ ଡିହାଇଡ୍ରେସନ୍ ଏଣ୍ଡ ହିଟ୍ ରିଲେଟେଡ୍ ଇଲନେସ୍ ORS may be supplied carried whenever feasible or can be provided by the district administration ଆପଣଙ୍କର ଅଂଶୁଘାତ ବଞ୍ଚିବା ପାଇଁ ସତର୍କତା ଅବଲମ୍ବନ କରୁଥିବେ ଏବଂ ଯଥାସମ୍ଭବ ଆପଣ ସାଥିରେ ORS ମଧ୍ୟ ଆପଣ ରଖିବେ ତାହା ଆପଣ ନିଜେ କିଣିପାରନ୍ତି ନଚେତ ଆପଣଙ୍କର ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେସନ ତରଫରୁ ଯୋଗାଇ ମଧ୍ୟ ଦିଆଯାଇପାରେ ଅଲ୍ ଦ ପ୍ରିକସନାରିଜ୍ ମେଜର ଟୁ ଏଭଏଡ୍ ହିଟ୍ ଷ୍ଟ୍ରୋକ୍ ସେଲ୍ ବି ଟେକେନ୍ ବାଇ ଦ E&S ଆପଣଙ୍କର ଆଉ ବି ଯାହା ଯାହା ଆପଣଙ୍କର ରହିଛି ପ୍ରିକସନାରୀ ମେଜର୍ସ ବା ଆପଣଙ୍କର ଯେଉଁ ସତର୍କତା ପାଇଁ ଆପଣଙ୍କର ଯାହା ଯାହା ଜିନିଷ ଦରକାର ଆପଣ ସବୁବେଳେ ସାଙ୍ଗରେ ରଖିବେ ତା ସହିତ ଭେରି ଭେରି ଇମ୍ପୋର୍ଟାଣ୍ଟ ଏଇଟା ଟିମ୍ ଡିପ୍ଲୟମେଣ୍ଟ ଆପଣଙ୍କର ଦଳଗତ ନିୟୋଜନ କ'ଣ ନା ଆପଣ ଇନ୍ ଆଇସୋଲେଟେଡ୍ ଆଣ୍ଡ ସେନ୍ସିଟିଭ୍ ଲୋକାଲିଟିଜ୍ E&S ମେ ୱାର୍କ ଇନ୍ ପେୟାର ଟୁ ଏନସିଓର ସେଫ୍ଟି ଆପଣ ଯେଉଁଟା ସେନ୍ସିଟିଭ୍ ଏରିଆ ରହିଛି ଆପଣ ସେଠି ଦଳଗତ ଭାବରେ ଆପଣଙ୍କର କାର୍ଯ୍ୟ କରିବେ ଏକା ଯିବେ ନାହିଁ ସାଙ୍ଗରେ ଆଉ କାହାକୁ ନେଇକି ଯିବେ ବା ସୁପରଭାଇଜର ଟୁ ଟ୍ରାକ୍ ଦ ବା ଆପଣଙ୍କର ପାଖ ଯେଉଁ HLB ଅଛନ୍ତି ତାଙ୍କୁ ସାଥିରେ ନେଇକି ଯିବେ ନଚେତ ଆଉ କାହାକୁ ସାଙ୍ଗରେ ନେଇକି ଯିବେ ସୁପରଭାଇଜର ଟୁ ଟ୍ରାକ୍ ଦ ଏନୁମିନେଟର୍ସ ଏଭ୍ରି ଆୱାର ଟୁ know the status of census work as well as the resolve any security concern ତା ସହିତ ଆପଣଙ୍କର ସୁପରଭାଇଜର ମାନେ ମଧ୍ୟ ଘଣ୍ଟାକୁ ଘଣ୍ଟା ଯେଉଁ ସେନ୍ସସ୍ କାମ ତା ସହିତ ତାଙ୍କର ଯେଉଁ ସିକ୍ୟୁରିଟି ଯେଉଁ ସୁରକ୍ଷା କ'ଣ ସ୍ଥିତି ରହିଛି ତା ବିଷୟରେ ସେମାନେ ଟ୍ରାକ୍ କରିବେ ସୁପରଭାଇଜରଙ୍କ ପାଇଁ ମଧ୍ୟ ଗୋଟେ ବଡ଼ ଦାୟିତ୍ୱ ଯେ ସେମାନେ ଘଣ୍ଟା ଘଣ୍ଟା ଆପଣଙ୍କର ଯେଉଁ ସେନ୍ସସ୍ କେତେ ହେଲା ଯେଉଁ ଡେଟା ନେଉଛନ୍ତି ତା ସହିତ ତାଙ୍କର ସୁରକ୍ଷାର ସ୍ଥିତି ମଧ୍ୟ ଆପଣ ପଚାରି ବୁଝିବେ ହ୍ୟାଣ୍ଡଲିଂ ହଷ୍ଟାଇଲ୍ ସିଚୁଏସନ୍ ଇନ୍ କେସ୍ ଅଫ୍ ହଷ୍ଟାଇଲ୍ ଏଣ୍ଡ perceived threat E&S must disengage immediately and avoid confrontation they can skip the specific house or locality and can visit at a later point of the time with protection ଯଦି ଆପଣ କୌଣସି ଏମିତି ଥ୍ରେଟ୍ ପାଉଛନ୍ତି ଆପଣ ଧମକ ପାଉଛନ୍ତି ଆପଣ ସଙ୍ଗେ ସଙ୍ଗେ ସେଇ ଜାଗାରୁ ଆପଣ ପଳେଇ ଆସିବେ ଆଉ ଆପଣଙ୍କର ଦେ କ୍ୟାନ୍ ସ୍କିପ୍ ଦ ସ୍ପେସିଫିକ୍ ହାଉସ୍ ଆପଣ ସେଇ ଘରଟିକୁ ଛାଡ଼ିଦେବେ ପରେ ଆପଣ ଯେତେବେଳେ ସେଇ ଘରକୁ ଯିବେ ୱିଥ୍ ପ୍ରୋଟେକ୍ସନ୍ ଆପଣ ସେଇ ଘରକୁ ଯିବେ ସଚ୍ ଇନସିଡେଣ୍ଟ ମଷ୍ଟ ବି ରିପୋର୍ଟେଡ୍ ପ୍ରମ୍ପଟଲି ଟୁ ହାୟର ଅଥରିଟିଜ୍ ଆପଣ ସଙ୍ଗେ ସଙ୍ଗେ ଏଇ ଘଟଣାଟିକୁ ଆପଣଙ୍କର ଯେଉଁ ହାୟର ଅଥରିଟି ରହିଛନ୍ତି ସୁପରଭାଇଜର ରହିଛନ୍ତି ଚାର୍ଜ ଅଫିସର ରହିଛନ୍ତି ଆପଣ ତାଙ୍କୁ ସଙ୍ଗେ ସଙ୍ଗେ ସେ ସମ୍ପର୍କରେ ସୂଚନା ଦେବେ କୋଅର୍ଡ଼ିନେସନ୍ ୱିଥ୍ ପୋଲିସ ଅଥରିଟିଜ୍ ଆପଣଙ୍କର ପୋଲିସଙ୍କ ସହିତ ସମନ୍ୱୟ ନେମ୍ ଏଣ୍ଡ କଣ୍ଟାକ୍ଟ ଡିଟେଲ୍ସ ଅଫ୍ E&S ମଷ୍ଟ ବି ସେୟାର୍ଡ ୱିଥ୍ ଦ ରେସ୍ପେକ୍ଟିଭ୍ ପୋଲିସ ଷ୍ଟେସନ୍ ଆପଣଙ୍କର ଯେଉଁ ସମସ୍ତ ଯେଉଁ ଆପଣଙ୍କର ଏନୁମିନେଟର୍ସ ଆଉ ସୁପରଭାଇଜର ରହିଛନ୍ତି ତାଙ୍କର ଯୋଗାଯୋଗ ନମ୍ବର ସ୍ଥାନୀୟ ଥାନାକୁ ସବୁ ଯୋଗାଇ ଦେବେ ଆପଣଙ୍କର ଚାର୍ଜ ଅଫିସର ସେ କାମ କରିବେ ଅଲ୍ E&S ସୁଡ୍ ବି ପ୍ରୋଭାଇଡେଡ୍ ୱିଥ୍ କଣ୍ଟାକ୍ଟ ଡିଟେଲ୍ସ ଅଫ୍ ଦ ନିୟରେଷ୍ଟ ପୋଲିସ ଷ୍ଟେସନ୍ ତା ସହିତ ନିୟରେଷ୍ଟ ପୋଲିସ ଷ୍ଟେସନର ଯେଉଁ ନମ୍ବର ରହିଛି ସମସ୍ତ ଗଣନକାରୀ ଆଉ ଆପଣଙ୍କର ଯେଉଁ ସୁପରଭାଇଜର ଅଛନ୍ତି ତାଙ୍କୁ ଯୋଗାଇ ଦିଆଯିବ ଅଲ୍ ଦ କନସର୍ନ PS should be intimated by the district administration about the movement schedule of the enumerators to keep a close watch ଆପଣଙ୍କର ଡିଷ୍ଟ୍ରିକ୍ଟ ଆଡମିନିଷ୍ଟ୍ରେଟର ତରଫରୁ ଆପଣଙ୍କର ଯେଉଁ ମୁଭମେଣ୍ଟ ସେଡ୍ୟୁଲ୍ ରହିଛି ଏନୁମିନେଟର୍ସ ଆଉ ସୁପରଭାଇଜରଙ୍କର ତାହା ନିକଟସ୍ଥ ଆପଣଙ୍କର ଯେଉଁ ପୋଲିସ ଷ୍ଟେସନ ରହିଛି ତାଙ୍କୁ ଯୋଗାଇ ଦିଆଯିବ ସିକ୍ୟୁରିଟି ସପୋର୍ଟ ଇନ୍ ସେନ୍ସିଟିଭ୍ ଏରିଆଜ୍ ଆପଣଙ୍କର ଯେଉଁଗୁଡ଼ା ସମ୍ବେଦନଶୀଳ ଅଞ୍ଚଳ ରହିଛି ସେଥିରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ହେବ in identified sensitive areas one police person may accompany the E&S ଆପଣଙ୍କର ଯେଉଁଟା ସମ୍ବେଦନଶୀଳ ଅଞ୍ଚଳ ରହିଛି ସେଠି ଜଣେ ପୋଲିସ କର୍ମଚାରୀ ଗଣନକାରୀ ବା ଆପଣଙ୍କର ଯେଉଁ ସୁପରଭାଇଜର ଅଛନ୍ତି ଏନୁମିନେଟର୍ସ ବା ସୁପରଭାଇଜରଙ୍କ ସହିତ ସବୁବେଳେ ରହିବେ ଚାର୍ଜ ଅଫିସର ଟୁ ଟେକ୍ସ ରେସ୍ପନ୍ସିବିଲିଟିଜ୍ ଅଫ୍ ଏନ୍ସ୍ୟୁରିଂ ସଚ୍ ଆରେଞ୍ଜମେଣ୍ଟସ୍ ଆପଣଙ୍କର ଯେଉଁ ଚାର୍ଜ ଅଫିସର ଅଛନ୍ତି ସେମାନେ ସେହି ସମ୍ବେଦନଶୀଳ ଅଞ୍ଚଳଟିକୁ ଚିହ୍ନଟ କରିବେ ଏବଂ ଏହି ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରିବେ କମ୍ୟୁନିଟି ଏନଗେଜମେଣ୍ଟ ଆପଣଙ୍କର ଗୋଷ୍ଠୀ ସହଭାଗିତା
ଯେଉଁ ଦିଆହେଇଛି ଯେ ଗୋଷ୍ଠୀ ସହଭାଗିତା କ'ଣ ନା ଆପଣଙ୍କର ପ୍ରାୟର ଟୁ କମେନ୍ସିଂ ୱାର୍କ E&S ସୁଡ୍ କଣ୍ଟାକ୍ଟ ଲୋକାଲ୍ କମ୍ୟୁନିଟି ଲିଡର୍ସ ଆଣ୍ଡ ସିକ୍ ଦେୟାର ପ୍ରେଜେନ୍ସ ଓ ସପୋର୍ଟ ଇନ୍ ଦ ଲୋକାଲିଟି। କାମ କରିବା ପୂର୍ବରୁ ଆପଣ ସ୍ଥାନୀୟ ନେତା ବା କୌଣସି ଆପଣଙ୍କର ଯେଉଁ ରହିଛନ୍ତି ୱାର୍ଡ଼ ମେମ୍ବର ହୁଅନ୍ତୁ କୌଣସି ଆପଣଙ୍କର ସେଠି ଯେଉଁ ଅଛନ୍ତି ଯିଏ ବି ସରପଞ୍ଚ ହୁଅନ୍ତୁ ତାଙ୍କୁ ଆପଣ କାମ କରିବା ପୂର୍ବରୁ ଯୋଗାଯୋଗ କରିବେ ଏବଂ ତାଙ୍କର ସହଯୋଗ ପାଇଁ ତାଙ୍କୁ ନିବେଦନ କରିବେ। ଆଉ ନେକ୍ସଟ ଦିଆଯାଇଛି ଆପଣଙ୍କର ଲିଗାଲ ପ୍ରୋଟେକ୍ସନ୍ ଆପଣଙ୍କର ଯେଉଁ ଆଇନଗତ ସୁରକ୍ଷା ଇଏ ଆପଣଙ୍କର ଭେରି ଭେରି ଇମ୍ପୋର୍ଟାଣ୍ଟ ଆପଣ ଜାଣି ରଖିବା ଦରକାର। ଏନି individual who obstruct and hinders census functionaries in discharging their duties shall be liable for legal action as per the Census Act 1948 duly amended। ଆପଣଙ୍କର ଯେଉଁ ରହିଛି ଯଦି କେହି ବି ଜନଗଣନା କାର୍ଯ୍ୟରେ ବାଧା ସୃଷ୍ଟି କରନ୍ତି ତେବେ ଜନଗଣନା ଆଇନ ଯେଉଁ ରହିଛି ଆପଣଙ୍କର ସେନ୍ସସ୍ ଆକ୍ଟ 1948 ସେଇ ଅନୁସାରେ କଡ଼ା ଆପଣଙ୍କର ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। Such offences are punishable with fine and or imprisonment which may extended up to 3 years under applicable law। ଯଦି ସେମିତି କିଛି ଅଫେନ୍ସ ଦେଖାଯାଉଛି ଘଟଣା ଦେଖାଯାଉଛି ତାଙ୍କୁ ଆପଣଙ୍କର ଫାଇନ୍ ସହିତ ତାଙ୍କୁ ଇମ୍ପ୍ରିଜନମେଣ୍ଟ 3 ବର୍ଷ ପର୍ଯ୍ୟନ୍ତ ମଧ୍ୟ ହୋଇପାରେ। ତ ଇଏ ଥିଲା ଆପଣଙ୍କର ଯେଉଁ SOP ଆପଣଙ୍କର ସୁରକ୍ଷାର ଯେଉଁ ଅଧିକାର ରହିଛି ଯେଉଁ ସୁରକ୍ଷା ପାଇଁ ଆପଣମାନେ ଦାବି କରୁଥିଲେ ଆଉ ଦରକାର ବି ଥିଲା। ଦାବି କ'ଣ ଏଇଟା ସରକାରଙ୍କର ଦାୟିତ୍ୱ ଯେ ସେମାନଙ୍କର ସରକାରୀ କାର୍ଯ୍ୟରେ ଯେଉଁମାନେ ନିୟୋଜିତ ଅଛନ୍ତି ତାଙ୍କର ସୁରକ୍ଷା ସରକାରଙ୍କର ଦାୟିତ୍ୱ। ଫାଇନାଲି ତାହା ଆସିଯାଇଛି। ଯଦି ଭିଡ଼ିଓଟି ଭଲ ଲାଗିଛି ଭିଡ଼ିଓଟିକୁ ଲାଇକ୍ କରିବେ, କମେଣ୍ଟ ମାଧ୍ୟମରେ ନିଜର ମତାମତ ଦେବେ ଏବଂ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବେ ଆଉ ଅଧିକରୁ ଅଧିକ ସେୟାର କରିବେ। ଆଜି ପାଇଁ ରହୁଛି, ନମସ୍କାର, ଧନ୍ୟବାଦ।